प्रिय छात्र छात्री माने तुम्भमानंकु आजिर पाठकु हार्दिक स्वागत। आशा करुछि तुमे माने भलरे अछ ओ आजिर विज्ञान शिक्षण पई प्रस्तुत अछ। आज आमे अणुजीव जगत पाठर प्याज स्तर रे थिबा कोषर गठन को परीक्षण माध्यम रे देखिबा। एबे किछिटा प्रश्न माध्यम रे आमे पूर्व श्रेणी पाठर पुनरावृत्ति करिबा ओ आजिर पाठ आरंभ करिबा। अच्छा पिला माने आमे पूर्व क्लास रे जहा पढ़िथिले से ऊपरे टिके चिंतन करिबा। ठीक अछि? कहिल पिले केउ व्यक्ति को कोषर आविष्कारक बोली कहा जाए? वेरी गुड, रॉबर्ट हुक। रॉबर्ट हुक को कोषर आविष्कारक बोली कहा जाए। से कोष को खाली आखिरे देखिथिले कि? हाँ ठीक कहिल, से कोष को खाली आखिरे देखि पारि नथिले। ताहले से केउ जंत्र साहाय्य रे कोष को देखिथिले? वेरी गुड, से अणुवीक्षण जंत्र साहाय्य रे कोष को देखिथिले। से केउ पदार्थ को नहीं सेथिरे कोष को देखिथिले? यह जानिछ कि पिले? से गछर बाहर आवरण जो मोटा आस्तरण थाए ना, गछर गंडी रे जो मोटा आस्तरण थाए सेथिरु गोटे छाली नेइथिले एवं सेही छालीर ऊपर अंशटी को नहीं सेथिरे से कोष को देखिथिले। से पुणी जेउथिरे देखिथिले ସେହି ଯନ୍ତ୍ରଟିକୁ ସେ ନିଜେ ନିର୍ମାଣ କରିଥିଲେ। ସେଥିପାଇଁ ତାହା ଅତ୍ୟନ୍ତ ଶକ୍ତିଶାଳୀ ନଥିଲା। ସେଥିପାଇଁ ସେ କିଛି ମାତ୍ରାରେ ହାଲକା ଭାବରେ କୋଷଟିକୁ ପର୍ଯ୍ୟବେକ୍ଷଣ କରିପାରିଥିଲେ। କିନ୍ତୁ ସେହି ପର୍ଯ୍ୟବେକ୍ଷଣକୁ ପଛରେ ଅନ୍ୟ ବୈଜ୍ଞାନିକମାନେ ସ୍ୱୀକୃତି ଦେଇଥିଲେ ଏବଂ କୋଷର ଗଠନ ଆମେ ସମସ୍ତେ ଜାଣିପାରିଥିଲେ। ତାହେଲେ କହିଲ ପିଲେ, ଜୀବଜଗତର କ୍ଷୁଦ୍ରତମ ଏକକଟି କ'ଣ? ହଁ, କୋଷ। ଠିକ୍ କହିଲ। ତେବେ ତୁମେ ସେହି କୋଷକୁ ଖାଲି ଆଖିରେ କେବେ ଦେଖିଛ ନା ଦେଖିପାରିବ ବୋଲି ଭାବୁଛ? କ'ଣ ଚିନ୍ତା ଚାଲିଛି? ତାହେଲେ ଚାଲ ଆମେ ସେଇ କୋଷକୁ କେମିତି ଦେଖିପାରିବା? ଖାଲି ଆଖିରେ ଦେଖାଯାଉଛି ନା ତା ପାଇଁକା କିଛି ଯନ୍ତ୍ର ବ୍ୟବହାର କରିବାକୁ ପଡୁଛି? ଆମେ ଆଜି ସେ ବିଷୟରେ ପଢିବା। ଆଉ ସେଥିପାଇଁ ଗୋଟେ ପରୀକ୍ଷଣଟିଏ କରିବା। ଆଉ ସେ ପରୀକ୍ଷଣରେ ଆମେ ବୃକ୍ଷର ବା ଉଦ୍ଭିଦର କୋଷକୁ ଦେଖିବାକୁ ଚେଷ୍ଟା କରିବା। ତେବେ ପରୀକ୍ଷଣ ପାଇଁ କି ସାମଗ୍ରୀ ଆବଶ୍ୟକ ଦେଖିନେବା। ପରୀକ୍ଷଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଗୁଡ଼ିକ ହେଲା ଗୋଟିଏ ପିଆଜ, ଏକ ସଫା କାଚ ସ୍ଲାଇଡ୍, ଏକ କଭର ସ୍ଲିପ୍, ଗୋଟିଏ ମାଇକ୍ରୋସ୍କୋପ, ଗୋଟିଏ ଛୁଞ୍ଚି ବା ପିନ୍, ଏକ ଚିମୁଟା ବା ଫୋର୍ସେପ, ଏକ ଡ୍ରପର, ସଫା ପାଣି, ସାଫ୍ରାନିନ୍ ରଙ୍ଗ, ଟିସ୍ୟୁ ପେପର ଏବଂ କାଚ ପେଟ୍ରି ଡିସ୍। ପିଆଜ, କାଚ ସ୍ଲାଇଡ୍ ଏହା ଏପରି ଭାବରେ ଦେଖାଯାଇଥାଏ। କଭର ସ୍ଲିପ୍, ଏହା ମଧ୍ୟ ଏକ ସୂକ୍ଷ୍ମ ପତଳା କାଚ ସଦୃଶ ହୋଇଥାଏ। ମାଇକ୍ରୋସ୍କୋପ, ଏହାକୁ ଆମେ ସମସ୍ତେ ଆମର ବିଜ୍ଞାନାଗାରରେ ଦେଖିଥିବା ନିଶ୍ଚୟ। ଛୁଞ୍ଚି ବା ପିନ୍ ଏଇଭଳି ଥାଏ। ଚିମୁଟା ବା ଫୋର୍ସେପ, ଡ୍ରପର ଏଭଳି ଥାଏ। ପାଣି, କିଛି ବିଶୁଦ୍ଧ ପାଣି ନେବା। ସାଫ୍ରାନିନ୍ ରଙ୍ଗ, ଯାହାକି ଏଇଭଳିଆ ବୋତଲରେ ମିଳିଥାଏ। ଟିସ୍ୟୁ ପେପର ଏବଂ ପେଟ୍ରି ଡିସ୍। ଏବେ ଚାଲ
ଏହି ସବୁ ସାମଗ୍ରୀ ଗୁଡ଼ିକ ନେଇ କିଭଳି ଭାବରେ ପରୀକ୍ଷଣଟିଏ କରାଗଲା ସେ ବିଷୟରେ ଆମେ ଏହି ଭିଡ଼ିଓଟିରେ ଦେଖିବା। ପ୍ରଥମେ ଏକ ସଫା ପେଟ୍ରି ଡିସ୍ ନେବା। ସେଥିରେ ଗୋଟିଏ ଠୋପା ପରିଷ୍କାର ଜଳ ଦେବା। ଏହାପରେ ଗୋଟିଏ ଟୋପା ସାଫ୍ରାନିନ୍ ବା ଲାଲ ରଙ୍ଗ ଦେବା। ସାଫ୍ରାନିନ୍ ଦେଇ ସାରିବା ପରେ ଭଲ ଭାବରେ ସେହି ବୋତଲର ଠିପି ବନ୍ଦ କରି ରଖିବା। ଏହାପରେ ଏକ ଫୋର୍ସପ୍ ସାହାଯ୍ୟରେ ପିଆଜର ପତଳା ସ୍ତରଟିକୁ କାଢ଼ିବା ଓ ଏହାକୁ ପେଟ୍ରି ଡିସ୍ରେ ଥିବା ସାଫ୍ରାନିନ୍ରେ ପ୍ରାୟ 30ରୁ 40 ସେକେଣ୍ଡ ପର୍ଯ୍ୟନ୍ତ ବୁଡ଼ାଇ ରଖିବା। ଏବେ ଗୋଟିଏ ସଫା ଗ୍ଲାସ୍ ସ୍ଲାଇଡ୍ଟିଏ ନେବା ଓ ସେଥିରେ ଡ୍ରପର ସାହାଯ୍ୟରେ ଗୋଟିଏ ଡ୍ରପ୍ ପାଣି ଦେବା। ଏବେ ପିଆଜର ସ୍ତରକୁ ସେହି ଗ୍ଲାସ୍ ସ୍ଲାବ୍ ଉପରକୁ ଫୋର୍ସପ୍ ଓ ବ୍ରଶ୍ ସାହାଯ୍ୟରେ ଟ୍ରାନ୍ସଫର୍ କରି ଆଣିବା। ଏବେ ଏକ କଭର ସ୍ଲିପ୍ ନେବା ଓ ଏହା ଉପରେ ଅତି ସାବଧାନତାର ସହିତ ରଖିବା ଯେପରି କୌଣସି ଏୟାର ବବଲ୍ ରହି ନଯାଏ। ଟିସ୍ୟୁ ପେପର ଦ୍ୱାରା କଭର ସ୍ଲିପ୍ର ବାହାରେ ଥିବା ସଲ୍ୟୁସନକୁ ଭଲ ଭାବରେ ପୋଛିଦେବା। ଏବେ ଏହି ସ୍ଲାଇଡ୍ଟି ପର୍ଯ୍ୟବେକ୍ଷଣ କରିବା ପାଇଁ ରେଡି ଅଛି। ଏହାକୁ ମାଇକ୍ରୋସ୍କୋପରେ ରଖିବା ଓ ଲେନ୍ସ ମାଧ୍ୟମରେ ଏହାର ଚିତ୍ରଟିକୁ ପର୍ଯ୍ୟବେକ୍ଷଣ କରିବା। ଏପରି ଭାବରେ ଆମେ ଉଦ୍ଭିଦ କୋଷଟିକୁ ଅଣୁବୀକ୍ଷଣ ଯନ୍ତ୍ର ଦ୍ୱାରା ଦେଖି ପାରିଥିଲୁ। ଅତି ସୁନ୍ଦର ଭାବରେ ଏହା ଦେଖାଯାଇଥାଏ। ଆଚ୍ଛା, ପରୀକ୍ଷଣଟିକୁ ଆମେ ସମସ୍ତେ ଦେଖିଲେ ନା? ବହୁତ ସୁନ୍ଦର ଥିଲା ନା? ସେଥିରୁ ଆମେ କ'ଣ ପର୍ଯ୍ୟବେକ୍ଷଣ କଲେ? କ'ଣ ଦେଖିଥିଲେ ଆମେ? ମାଇକ୍ରୋସ୍କୋପର ଲେନ୍ସ ମାଧ୍ୟମରେ ବା ଯବକାଚ ମାଧ୍ୟମରେ ଆମେ ଯେତେବେଳେ ସେହି ପିଆଜର ଉପର ପତଳା ସ୍ତରକୁ ସାଫ୍ରାନିନ୍ର ରଙ୍ଗରୁ ଆଣି କଭର ସ୍ଲିପ୍ ତଳେ ରଖି ତାକୁ ଆମେ ଯେତେବେଳେ ଲେନ୍ସ ମାଧ୍ୟମରେ ଦେଖିଥିଲେ ସେଥିରୁ ଆମେ କ'ଣ ଦେଖିବାକୁ ପାଇଥିଲେ? ଆମେ ଠିକ୍ ଏହିଭଳି ଏକ ଚିତ୍ର ଦୃଶ୍ୟମାନ ହୋଇଥିଲା, ନୁହେଁ? ତ ପିଆଜର ପତଳା ସ୍ତରରେ ନିହାତି ଭାବରେ ଏହିଭଳି କିଛି ଷ୍ଟ୍ରକ୍ଚର ବା ଗଠନାତ୍ମକ ଜିନିଷ ଆମକୁ ଦେଖାଯାଇଛି, ଯାହାକି ଖାଲି ଆଖିରେ ଆମକୁ ଦେଖାଯାଇ ନଥିଲା। ତାହା କିପରି ଦେଖାଯାଇଥିଲା? ତାହା ଅଣୁବୀକ୍ଷଣ ଯନ୍ତ୍ର ମାଧ୍ୟମରେ ଦେଖାଯାଇଥିଲା ଏବଂ ଅଣୁବୀକ୍ଷଣ ଯନ୍ତ୍ର ଆମର ଯେଉଁ ବସ୍ତୁକୁ ଆମେ ଖାଲି ଆଖିରେ ଦେଖିପାରିନଥାଉ ତାହାକୁ 200ରୁ 300 ଗୁଣା ବଡ଼ କରି ସେ ଦେଖାଇଥାଏ। ସେଥିପାଇଁ ଆମେ ଅତି କ୍ଷୁଦ୍ର ଜିନିଷକୁ ମଧ୍ୟ ବଡ଼ କରି ଭଲ ଭାବରେ ଦେଖିପାରିଥାଉ। ଏବେ ବୁଝିଲ ନା ପିଲେ? କୋଷକୁ ଦେଖିବାକୁ ହେଲେ ଆମେ ଖାଲି ଆଖିରେ ଦେଖିପାରିଲେ ନାହିଁ। କୋଷକୁ ଦେଖିବା ପାଇଁ ଏକ ଯନ୍ତ୍ରର ସାହାଯ୍ୟ ନେଲେ, ଯାହାକି ଅଣୁବୀକ୍ଷଣ ଯନ୍ତ୍ର। ଏବେ ଅନ୍ୟ ଏକ ଚିତ୍ରକୁ ଦେଖ। ଏବେ ଏଠି ଅନ୍ୟ ଏକ ଚିତ୍ରକୁ ଦେଖିଲେ। ଏହି ଚିତ୍ରଟି କି ଚିତ୍ର ବୋଲି ଭାବୁଛ? ହଁ, ଠିକ୍ କହିଲ। ଏହା ହେଉଛି ଇଟାରେ ତିଆରି ଏକ କାନ୍ଥର ଚିତ୍ର। ଭେରି ଗୁଡ୍। ଏବେ କହିପାରିବ କି ପିଲେ, এই ଦୁଇ ଚିତ୍ର ମଧ୍ୟରେ କ'ଣ ସାମଞ୍ଜସ୍ୟ ଅଛି ଆଉ କ'ଣ ପାର୍ଥକ୍ୟ ଅଛି?
ଭେରି ଗୁଡ୍। ଦୁଇଟି ଚିତ୍ର ପାଖାପାଖି ସମାନ ଅଛି, ନୁହେଁ? କିନ୍ତୁ ପ୍ରଥମ ଚିତ୍ରରେ ପିଆଜ ସ୍ତରର ଗଠନର ଚିତ୍ରରେ ତାହା ଟିକେ ବ୍ୟବସ୍ଥିତ ନାହିଁ, କିନ୍ତୁ ଇଟାରେ ତିଆରି କାନ୍ଥର ଚିତ୍ରରେ ତାହା ସବୁତକ ଗୋଟିଏ ଲେବଲ ହେଇକିରି ଅଛନ୍ତି ଏବଂ ତାହା ବ୍ୟବସ୍ଥିତ ହୋଇକି ଅଛନ୍ତି, ନୁହେଁ? ତେବେ ପାଖାପାଖି ଦୁଇଟି ଚିତ୍ର ମଧ୍ୟରେ ସମାନ ସମାନ ଦେଖିବାକୁ ଆମେ ପାଇଲୁ। ପିଆଜ ସ୍ତରର କୋଷଗୁଡ଼ିକ ଲାଗି ଲାଗି ରହିଛି ଓ ସେମାନଙ୍କ ମଧ୍ୟରେ କୌଣସି ଖାଲି ସ୍ଥାନ ନାହିଁ। ଠିକ୍ ସେହିଭଳି ଇଟା କାନ୍ଥଟିରେ ମଧ୍ୟ ଇଟାଗୁଡ଼ିକ ଲାଗି ଲାଗି ରହିଛି ଏବଂ ତାଙ୍କ ମଧ୍ୟରେ ମଧ୍ୟ କୌଣସି ଖାଲି ସ୍ଥାନ ନାହିଁ। ଏହା ଇଟା କାନ୍ଥ ପରି ପ୍ରାୟ ଆୟତାକାର କୋଠରୀ ଭଳି ମଧ୍ୟ ଦେଖାଯାଉଛି। ଏବେ ପିଆଜ ସ୍ତରର ଥିବା କୋଷଗୁଡ଼ିକ ମଧ୍ୟ ଇଟା କାନ୍ଥ ପରି ଆୟତାକାର ବିଶିଷ୍ଟ ଦେଖାଯାଉଛି। ଏବେ ଏହି ପିଆଜ ସ୍ତର ଗଠନର ଚିତ୍ରଟିକୁ ଆମେ ଟିକେ ବଡ଼ ଆକାରରେ ଦେଖିବା। ଏବେ ଦେଖିପାରିଲ ପିଲାମାନେ? ଠିକ୍ ଏହିଭଳି ଆମେ ଦେଖିଥିଲେ। ସାଫ୍ରାନିନ୍ ରଙ୍ଗ ଦେବା ଫଳରେ ପିଙ୍କ କଲର ଆସିଥାଏ। ଯେହେତୁ ସାଫ୍ରାନିନ୍ ରଙ୍ଗଟି ପିଙ୍କ କଲରର ଅଟେ, ସେଥିପାଇଁ ସେହି ରଙ୍ଗ ଦ୍ୱାରା କୋଷଗୁଡ଼ିକ ଆମକୁ ସ୍ପଷ୍ଟ ଭାବରେ ଦେଖାଯାଆନ୍ତି। ତେବେ ଏବେ ଏହାକୁ ଆମେ ଦେଖୁଛନ୍ତି। ପିଆଜ ସ୍ତରରେ ଥିବା କୋଷର ବର୍ଦ୍ଧିତ ଅଂଶକୁ ଯେତେବେଳେ ଆମେ ଦେଖିଲେ, ସେତେବେଳେ ଆମେ ପାଉଛନ୍ତି କିଛିଟା ଆୟତାକାର କ୍ଷେତ୍ର ବିଶିଷ୍ଟ ଅଂଶଗୁଡ଼ିକ ଲାଗି ଲାଗି କରି ରହିଛି ଏବଂ ତାଙ୍କ ମଝିରେ ଗୋଟିଏ ଗୋଲ ଗୋଲ ହୋଇ କଳା କଳା କିଛି ଦେଖାଯାଉଛି, ନୁହେଁ? ତେବେ ଦେଖିବା ଏହି ଚିତ୍ରଟିରେ କଣ କଣ ସବୁ ରହିଛି। ତେବେ ଦେଖିବା ଏହି ଚିତ୍ରରେ କି କି ଅଂଶଗୁଡ଼ିକ ଆମେ ଦେଖିପାରୁଛନ୍ତି। ଏଥିରେ ପ୍ରଥମେ ଦେଖିବା କି ଦୁଇଟି କୋଷ ମଧ୍ୟରେ ବା ଦୁଇଟି ଆବଦ୍ଧ କ୍ଷେତ୍ର ମଧ୍ୟରେ ଗୋଟିଏ ପାଚେରୀ ଭଳିଆ ଜିନିଷ ରହିଛି, ଯାହାକି ତାକୁ ଦୁହି କ୍ଷେତ୍ରକୁ ବା ଦୁହି ଆବଦ୍ଧ କ୍ଷେତ୍ରକୁ ପୃଥକ କରୁଅଛି। ଏହାକୁ ଆମେ କଣ କହିବା ଜାଣପିଲେ? ଏହାକୁ କୋଷ ଝିଲ୍ଲି କହିବା। ହେଲା? ତେବେ କୋଷ ଝିଲ୍ଲି କହିଲେ କଣ? ନା କୋଷର ବାହ୍ୟ ଆବରଣଟିକୁ ଆମେ କୋଷ ଝିଲ୍ଲି ବୋଲି କହିଥାଉ। ଏବେ ଏହାର ମଧ୍ୟଭାଗରେ ଏକ କଳା ସଦୃଶ ଦେଖାଯାଇଥିଲା ଆମକୁ। ଏହି କଳା ସଦୃଶ ଅଂଶଟି କଣ ବୋଲି ଆମେ ଜାଣିବା? ତାହା ହେଉଛି ନ୍ୟଷ୍ଟି। ଏବେ ଆଉ କିଛି ଅଂଶ ରହିଲା। ଏହି କଳା ଅଂଶ ଏବଂ ଚାରିପାଖରେ ଲାଗିଥିବା ବାଉଣ୍ଡ୍ରି ବା ପାଚେରୀର ମଝିରେ ମଧ୍ୟ କିଛି ଜାଗା ରହିଛି। ସେହି ଜାଗା ଗୁଡ଼ିକ କଣ ବୋଲି କହିବା? ବା ସେହି ଜାଗା ଗୁଡ଼ିକ କଣ ନାମକରଣ ଦିଆଯାଇଛି? ଭେରି ଗୁଡ୍। ତାହା କୋଷ ଜୀବକ ବୋଲି କହିବା। ତେବେ ଏହି ବର୍ଦ୍ଧିତ ଚିତ୍ରରେ ଆମେ ଦେଖିଲେ ପିଆଜର କୋଷଗୁଡ଼ିକ କିଭଳି ଭାବରେ ଦେଖାଯାଉଅଛି ଏବଂ ଏଥିରେ କୋଷଗୁଡ଼ିକ ଲାଗି ଲାଗି ରହିଛନ୍ତି ଏବଂ କୋଷଗୁଡ଼ିକ ପରସ୍ପର ଠାରୁ କୋଷ ଝିଲ୍ଲି ଦ୍ୱାରା ପୃଥକ ହୋଇଛନ୍ତି ଏବଂ ପ୍ରତ୍ୟେକ କୋଷର ପାଖାପାଖି ମଧ୍ୟଭାଗରେ ଏକ ଅଂଶ ରହିଛି, ଯାହାକୁ କି ଆମେ ନ୍ୟଷ୍ଟି କହିବା ଏବଂ କୋଷ ଝିଲ୍ଲି ଓ ନ୍ୟଷ୍ଟିର ମଧ୍ୟବର୍ତ୍ତୀ ଅଂଶଟିକୁ କୋଷ ଜୀବକ ବୋଲି କହିବା। କୋଷ ଜୀବକ ଯାହାକି ଏକ ତରଳ ପଦାର୍ଥ ଏବଂ ସେହି ତରଳ ପଦାର୍ଥରେ ଅନ୍ୟ ଅନ୍ୟ ଅଙ୍ଗିକା ଗୁଡ଼ିକ ମଧ୍ୟ ରହିଅଛି। ତେବେ କୋଷର ଅଙ୍ଗିକା ବିଷୟରେ ଆମେ ନିହାତି ପର କ୍ଲାସ ଗୁଡ଼ାକରେ ବହୁତ ଜିନିଷ ଜାଣିବା।
ଏବେ ଆମେ ଉଦ୍ଭିଦ କୋଷର ଗଠନ ବିଷୟରେ ତ ଜାଣିଦେଲେ, ନୁହେଁ ପିଲେ? ଆଚ୍ଛା, ତମକୁ ଗଛର କୋଷକୁ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିକି ଭାରି ଖୁସି ଲାଗିଲା ନା? ହଁ, ଠିକ୍ ସେହିଭଳି ପ୍ରାଣୀମାନଙ୍କର କୋଷକୁ ମଧ୍ୟ ଦେଖିହେବ। କ'ଣ ତୁମେ ଦେଖିବାକୁ ଇଚ୍ଛୁକ ତ? ଏବେ ଦେଖିନିଅ ଉଦ୍ଭିଦ କୋଷର ମୌଳିକ ଅଂଶଗୁଡ଼ିକ କ'ଣ କ'ଣ ଅଟେ। କୋଷ ଭିତ୍ତି, ଯାହାକି ଉଦ୍ଭିଦଗୁଡ଼ିକୁ ଦୃଢ଼ତା ଏବଂ ଶକ୍ତି ପ୍ରଦାନ କରିଥାଏ। କୋଷ ଝିଲ୍ଲି, ଯାହାକି ସାଇଟୋପ୍ଲାଜମ ଏବଂ ନ୍ୟୁକ୍ଲିୟସକୁ ଘେରି ରଖେ। ଏହା ଗୋଟିଏ କୋଷକୁ ଅନ୍ୟ କୋଷରୁ ପୃଥକ୍ କରେ, ଛିଦ୍ରଯୁକ୍ତ ଏବଂ ଜୀବନ ପ୍ରକ୍ରିୟା ପାଇଁ ଆବଶ୍ୟକୀୟ ସାମଗ୍ରୀର ପ୍ରବେଶରେ ସାହାଯ୍ୟ କରିଥାଏ ଓ ଅଦରକାରୀ ପଦାର୍ଥକୁ ବାହାର କରିଦିଏ। କୋଷ ଜୀବକ ବା ସାଇଟୋପ୍ଲାଜମ, ଏହା କୋଷର ସମସ୍ତ ଜୀବନ କ୍ରିୟାର ମୁଖ୍ୟ କେନ୍ଦ୍ର ଅଟେ। ଏହା ଛଡ଼ା କୋଷ ଜୀବନ୍ତ ରହିପାରେ ନାହିଁ। ନ୍ୟଷ୍ଟି, କୋଷ ମଧ୍ୟରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାଏ। ତେବେ ଆମେ ଦେଖିଲେ କୋଷ ଭିତ୍ତି, କୋଷ ଝିଲ୍ଲି, କୋଷ ଜୀବକ ଏବଂ ନ୍ୟଷ୍ଟି। କୋଷ ଭିତ୍ତି, ଯାହାକି ଉଦ୍ଭିଦ କୋଷର ଏକ ମୌଳିକ ଅଂଶ, ଯାହା ଆମେ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଯେଉଁ ଚିତ୍ର ଦେଖିଥିଲେ ତାହାକୁ ଭଲ ଭାବରେ ପର୍ଯ୍ୟବେକ୍ଷଣ କରି ହେଉନଥିଲା। କୋଷ ଭିତ୍ତି ହେଲା ଯାହା ଏକ ସୁଦୃଢ଼ ପ୍ରାଚୀର ସଦୃଶ, ଯାହାକି କୋଷ ଝିଲ୍ଲିକୁ ଆବୃତ କରି ରଖିଥାଏ। ତେଣୁ କୋଷ ଭିତ୍ତି କେବଳ ଉଦ୍ଭିଦ କୋଷଗୁଡ଼ିକରେ ହିଁ ଥାଏ ଏବଂ ତାହା ଦୁଇ କୋଷ ଭିତ୍ତି ଏବଂ କୋଷ ଝିଲ୍ଲି ପାଖାପାଖି ତୁଳନା କରିବା ପାଇଁ ହେଲେ ଆହୁରି ଶକ୍ତିଶାଳୀ ଅଣୁବୀକ୍ଷଣ ଯନ୍ତ୍ରର ଆବଶ୍ୟକ ପଡ଼ିଥାଏ। ତେଣୁ ଆମେ ତାହା ବଡ଼ କ୍ଲାସରେ ବଡ଼ ହେଲା ପରେ ପଢ଼ିପାରିବା। ଠିକ୍ ଅଛି ପିଲେ? ତେବେ ଆମେ ଦେଖିଲେ ଉଦ୍ଭିଦ କୋଷର କି ମୌଳିକ ଅଂଶଗୁଡ଼ିକ ରହିଛି? କୋଷ ଭିତ୍ତି, କୋଷ ଝିଲ୍ଲି, କୋଷ ଜୀବକ ଏବଂ ନ୍ୟଷ୍ଟି। ଠିକ୍ ଅଛି ନା ପିଲେ? ଏବେ କିଛିଟା ଚିନ୍ତନ କରିବା। ରେଡି ତ? ଉଦ୍ଭିଦର କେଉଁ ଅଂଶର କୋଷକୁ ଆମେ ପରୀକ୍ଷଣ ମାଧ୍ୟମରେ ଦେଖିଥିଲେ? ଭେରି ଗୁଡ୍। ପିଆଜର ଉପର ସ୍ତରରେ ଥିବା କୋଷଗୁଡ଼ିକୁ ଆମେ ପରୀକ୍ଷଣ ମାଧ୍ୟମରେ ଦେଖିଥିଲେ। କୋଷ ଭିତ୍ତିର କାର୍ଯ୍ୟଟି କ'ଣ ହୋଇଥାଏ? ଠିକ୍ କହିଲ, ଏହା ଉଦ୍ଭିଦଗୁଡ଼ିକୁ ଦୃଢ଼ତା ଏବଂ ଶକ୍ତି ପ୍ରଦାନ କରିଥାଏ। କାହାକୁ କୋଷର ସମସ୍ତ ଜୀବନ କ୍ରିୟାର ମୁଖ୍ୟ କେନ୍ଦ୍ର ବୋଲି କୁହାଯାଇଥାଏ? ହଁ, ଏହା ନ୍ୟଷ୍ଟି ଏବଂ କୋଷ ଝିଲ୍ଲିର ମଧ୍ୟଭାଗରେ ଥାଏ। କ'ଣ ତାହା? ଅନୁମାନ କର। ଠିକ୍ କହିଲ, କୋଷ ଜୀବକ ବା ସାଇଟୋପ୍ଲାଜମ। କୋଷ ଜୀବକକୁ କୋଷର ସମସ୍ତ ଜୀବନ କ୍ରିୟାର ମୁଖ୍ୟ କେନ୍ଦ୍ର ବୋଲି କୁହାଯାଏ। ଯଦି କୋଷ ଜୀବକ ଠିକ୍ ନ ରହିଲା, ତାହେଲେ ଆମର କୋଷର କାର୍ଯ୍ୟ ମଧ୍ୟ ଠିକ୍ ରହିବ ନାହିଁ। ସେଥିପାଇଁ ପିଲାମାନେ, ଆଜି ଆମେ ଉଦ୍ଭିଦ କୋଷଗୁଡ଼ିକୁ ତ ବହୁତ ସୁନ୍ଦର ଭାବରେ ପର୍ଯ୍ୟବେକ୍ଷଣ କଲେ। ସେହିଭଳି ଭାବରେ ଆମେ ଆସନ୍ତା ଶ୍ରେଣୀରେ, ଆସନ୍ତା କ୍ଲାସରେ ଆମେ କ'ଣ କରିବା ଜାଣ? ଆମେ ପ୍ରାଣୀ କୋଷକୁ ମଧ୍ୟ ଦେଖିବା। କ'ଣ ଇଣ୍ଟରେଷ୍ଟିଂ ଲାଗୁଛି ନା? ତମେମାନେ ସମସ୍ତେ ଦେଖିବାକୁ ଇଚ୍ଛୁକ ତ? ପ୍ରିୟ ଶିକ୍ଷାର୍ଥୀମାନେ, ଆଜିର ପାଠ ତୁମକୁ ଭଲ ଲାଗିଥିବ ବୋଲି ଆଶା କରୁଛି। ପୁଣି ଆଗାମୀ ପାଠରେ ଆମେ ଆଉ ନୂଆ ଓ ମଜାଦାର କଥା ଶିଖିବା। ସେ ପର୍ଯ୍ୟନ୍ତ ସୁସ୍ଥ ରୁହ, ଖୁସିରେ ରୁହ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।